ଏବେ ଆମ୍ଭମାନେ ଶ୍ଲୋକ 36 ଶୁଣିବା। ପାପମେବାଶ୍ରୟେ ଦସ୍ମାନ୍ ହତୈତାନ ଆତତୈନଃ ତସ୍ମାନ୍ନଃ ବୟଂ ହନ୍ତୁଂ ଧାର୍ତରାଷ୍ଟ୍ରାନ୍ ସବାନ୍ଧବାନ୍ ସ୍ୱଜନଂ ହି କଥଂ ହତ୍ୱା ସୁଖୀନଃ ଶ୍ୟାମ ମାଧବ। ଏହାର ଅନୁବାଦ, ଆମ୍ଭେମାନେ ଯଦି ଏ ଆତତାୟୀମାନଙ୍କୁ ବଧ କରିବା ତାହେଲେ ନିଶ୍ଚୟ ପାପ ହେବ। ତେଣୁ ଆମ୍ଭମାନଙ୍କ ପକ୍ଷରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ଏବଂ ଆମ୍ଭମାନଙ୍କର ବନ୍ଧୁବାନ୍ଧବମାନଙ୍କୁ ବଧ କରିବା ଠିକ୍ ହେବ ନାହିଁ। ହେ କୃଷ୍ଣ, ହେ ମାଧବ, ଏଥିରେ ଆମର କ'ଣ ଲାଭ ହେବ ଏବଂ ସ୍ୱଜନମାନଙ୍କୁ ବଧ କରି ଆମ୍ଭେମାନେ କିପରି ସୁଖୀ ହେବା?